ଏବେ ଡାକିବା ବର୍ଷାକୁ କହିଲା ହଁ ଆଜି କରିଦବା ସବୁ କରିଦବା ଫାଇନାଲ କରିଦବା ସିଏ ସବୁ ଆମର କଣ ଛଡିବ ଏବେ ମାଗେ ସିଏ ଡରିକି ମତେ ଘରକୁ ପଳେଇଲା ଏମିତି କହିଛି ମତେ ହେଲା ସିଏ ଡାଇରେକ୍ଟ ଡରିକି ଘରକୁ ଗଲାଣି ସିଏ ମୋର କଣ ଛଡିବ ବର୍ଷା ମୋର ଗେଣ୍ଡୁରା ଛଡିବ ଏମିତି ମତେ କହୁଛି କହିଲା ଶିଳ୍ପା ମୁଁ କିସ୍ କରିପାରିବି ମୁଁ କହିଲି ନାଇଁ ନା କାହିଁ କରିପାରିବିନି ମୁଁ କହିଲି କାହିଁକି ନା କରିପାରିବିନି କାହିଁକି ନା ମୋ ଇଚ୍ଛା ନାହିଁ ଆଉ ମୋ ଇଚ୍ଛା ନାହିଁ ଯେ ତମେ କରିପାରିବନି ଏଠୁ ଓହ୍ଲେଇବି ଗୁଲୁଆଇ ତାପରେ ମୁଁ ଏଠି ଲୋକଙ୍କୁ ଡାକିବି ସେ ସେଇ ଦିନଠୁ ଏଗୁଡା କହୁଛି ହେଲା ମୁଁ ସବୁ ମାର୍କ କରୁଛି ଯେ ମତେ କଣ ଲେନଦେନ କହୁନ ମତେ ସିଏ ଗୋଟେ ମଣିଷ ମୋ ନଜରରେ ସେ ଗୋଟେ ମଣିଷ ହିଁ ନୁହଁ ତାପରେ ମତେ ଏମିତି କହିଲା ମୁଁ କହିଲି ଲୋକ ଆସିକି ଯୋଉ ବାଡେଇବେ ତମକୁ ତା ବାହାଘର ଲାଗିନଥିଲା ବାହାଘର ଲାଗିଥିଲା ୟା ଫିର ରିସେପସନ ର ପର ଦି ଦିନରେ ଯେତେବେଳେ ଆମେ ମାନେ ସେତେବେଳକୁ ତମେ ବ୍ୟସ୍ତ ଥିଲ ବେଶୀ ଆମେ କଥା ହେଇ ପାରୁନଥିଲେ ହେଲା ମତେ ଫୋନ କରିକି ଆପ୍ରୋଚ କରିଥିଲା ବୁଝିଲ ଆଉ ଏଇଟା ମୁଁ ସୌରଭ କୁ କହିଥିଲି ହେଲା ଯେ ସୌରଭ ଏମିତି ଏମିତି କଥା ଭାଇ ଏମିତି କହୁଛନ୍ତି ଆଉ ସେଇଦିନ ହିଁ ମତେ ବହୁତ ଜୋରରେ ନୁଗୁଡେଇଥିଲା ଷ୍ଟେଜ ରୁ ଆସିକି ତଳକୁ ମୁଁ ସେଇ ତମକୁ କହିଥିଲି ହଁ ହେଲା ସିଏ ଏଇଭଳିଆ ସେଇଦିନ ଯୋଉ ଦିନଠୁ ତମକୁ କହିବା ଷ୍ଟାର୍ଟ କଲାନି ସେଇଦିନ ଏତେ ସବୁ କାଣ୍ଡ ହେଇଛି ମତେ ଆପ୍ରୋଚ କରିଛି ହେଲା ଇଭେନ ମତେ ଏମିତି କହିଛି ଶିଳ୍ପା ମୁଁ ତମକୁ କିସ୍ କରିପାରିବି ହେଲା ଏଇଭଳିଆ ମୁଁ ଏଇଟା ସବୁ ମୁଁ ତାକୁ ଏମିତି କହିଲି ମୁଁ କହିଲି ଭାଇ ଏବେ ଲୋକ ଜାଣିବେ ଆଉ ଓହ୍ଲେଇବେ ଏଠୁ ତମକୁ ମାନେ ଲୋକ ଚିଲେଇବି ଯାଇକି ଲୋକ ଆସିକି ପିଟିବେ ଆଉ ଦେଖିବେ ଭିତରେ କିଏ ବସିଛି ତମେ ସେଇଟା ମଜା ଲାଗିବ ତମକୁ ସେଇଟା ଏମିତି ତାକୁ ପୁରା କହିଛି ଏତିକି ଥ୍ରେଟ୍ କରିଛି ନା ନାଇଁ ନାଇଁ ସରି ଆଉ ବର୍ଷାକୁ କିଛି କହିବନି ଆମର ନହେଲେ ଘର ଭାଙ୍ଗିଯିବ ଇଏ ସେ ଏମିତି କହିଲା ହେଲା ମୁଁ କହିଲି ହଉ ମ୍ୟାରିଟାଲ ଲାଇଫ ତମର ଏବେ ତମେ ଏବେ ଭଲରେ ରୁହ ମୁଁ ଚାହୁଁନି କିଛି ଡିଷ୍ଟର୍ବାନ୍ସ ହଉ ବୋଲି ଆଉ ଏସବୁ ଯେମିତି ଧ୍ୟାନ ରଖିବ ଯେ ଆଉ ନେକ୍ସଟ କେବେ ନ ହୁଏ ହେଲା ମୁଁ ଏ କଥା ସବୁ ସୌରଭକୁ କହିଛି ଷ୍ଟାର୍ଟିଂ ରୁ ଏଣ୍ଡିଂ ଯାଏ ଗୁଲା ଷ୍ଟାର୍ଟିଂ ଫୋନ କଲା ଏଣ୍ଡ କଲା ସବୁ କହିଲି ସୌରଭ ମତେ କହିଲା କି କହିଲା ଦେଖେ ତାଙ୍କର ନୂଆ ବାହାଘର ହେଇଛି ଏବେ ଗୋଟେ ପ୍ରୋବ୍ଲେମ ହେଇଛି ବାହାଘର ହେଇଛି ଦିଦିଙ୍କୁ କିଛି କହନା ଆଉ ସେ ଖରାପ ଭାବିବେ ନହେଲେ ହେଲା ସିଏ ବାହାରି ଯାଏ ଏବେ ତ ମୁଁ ପଶିବି ଆଉ ହେଲା ମତେ ଏତିକି ଜିନିଷ କହିଥିଲା ମୁଁ ସୌରଭକୁ ସବୁ କଥା ପୁରା କହିଥିଲି ଶୁଣ ମୁଁ କହିଲା କି ନେକ୍ସଟ ଟାଇମ ଯଦି ଏମିତି କହିଲା ଭୁଲ ମାଗିନି ନେକ୍ସଟ ମୁଁ ତାକୁ ଏମିତି କହିଥିଲି କହିଲା ହଉ ଆଉ ବର୍ଷା କିଛି କହିବନି ବିଷୟରେ ମୁଁ କହିଲି ହଉ ଏବେ ନା 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 ସେଦିନ କଥା କହୁଛି ସୌରଭ କହିଲା କି ଏଇଟା ଯେତେବେଳେ ଥରେ ହେଲା ଯଦି ସେ ଚେଞ୍ଜ ନୁହେଁ କି ଆଉ ଥରେ ଏମିତି କିଛି କହିଲା ତାହେଲେ ବର୍ଷା ଦିନକୁ ସିଓର କହିବା ଆମେ ତୋର ମୋର ମିଶିକି ଯଦି ଏମିତି ସାଇଜ ହେଇଗଲା ଯଦି ରହିଲା ତାଙ୍କ ସହିତ ଭଲରେ ରହିଲା ତାପରେ ତ ସବୁ ଠିକ ଠାକ ଚାଲିଲା ମୁଁ ଆଉ କିଛି ସେୟାର କଲିନି ଏବେ ମିଶିଲା ବେଳକୁ ଆଉ କିଛି ସେଇଭଳିଆ କିଛି ରିଆକ୍ଟ କରେନି ତ ମୁଁ ଏବେ ପୁରା ଶାନ୍ତିରେ ଯିବା ଆସିବା କରୁଛି ଘରକୁ ମତେ ଆଉ କିଛି ଲେନଦେନ ନାହିଁ କାହିଁକି ନା ସିଏ ଏବେ ପୂଜା ପୂଜାକୁ ନୁଗୁଡଉଛି ହେଲା କିନ୍ତୁ ଏବେ ତାକୁ ମୁଁ ଯେତେବେଳେ କହିଲି ମୁଁ କହିଲି ଭାଇ ତମର ଯେତିକି ସବୁ ଜିନିଷ ହାଇଡ କରି ଖାଲି ରଖା ହେଇଛି ମୁଁ କହିନି ତମକୁ ଯେତିକି ଜିନିଷ ହଁ ସୌରଭ ଜାଣିଛି ବୋଲି ଗୁଲୁଆ ଜାଣିନି ହେଲା ମୁଁ ତାକୁ ଖାଲି ଏବେ କହିଲି ମୁଁ କହିଲି ତମ ଟିମ୍ ପିଲାକୁ ସେଦିନ ମତେ କହୁଛି ତମ ପାଖରେ କଣ ପ୍ରୁଫ୍ ଅଛି ମୁଁ କହିଲି ତମରି ଟିମ୍ ପିଲାଙ୍କୁ ମୁଁ କହିକି ଯାଇଛି ତମ ସହିତ ଅଛି ତମେ ମତେ କଣ କହିଛ ନ କହିଛ ଆଉ ତମ ଟିମ୍ ପିଲା ଜାଣିଛନ୍ତି କଣ କରିଛ ନ କରିଛ କୋଉ ଜାଗାରେ ମତେ ଯାଇକି ଦେଖା କରିଛ ଏ ସବୁ ମୁଁ ତାଙ୍କୁ କହିଛି ଆଉ ଯୋଉ ଦିନ ମତେ ଆପ୍ରୋଚ କଲ ସେଦିନ ତମେ ରିସେପସନ ରେ ମତେ କଣ କହିଥିଲ ମୁଁ ସବୁ କଥା ତମର ଗୋଟେ ଟିମ୍ ପିଲାକୁ କହିଛି ଆଉ ସିଏ ବି ସେଦିନ ଥିଲା ତାକୁ ସବୁ ମୁଁ ପଠେଇଛି ତାପରେ ସିଏ ଫାଷ୍ଟ କଣ କରେ କହିଲୁ ଆସିଲେ ଫୋନ ଆଗ ଚେକ୍ କରିଦିଏ ରେକର୍ଡିଂ ଅଛି ନା ନାହିଁ ଅନ୍ ଅଛି ନା ନାଇଁ ହେଲା ମାନେ ତାର ସେଇଟା ଫାଷ୍ଟ ଜିନିଷ ସେଦିନ ଆମେ ମୁକ୍ତି ସହିତ ବସିଲା ବେଳକୁ ଫାଷ୍ଟ କହିଲା ତମର ଦିଟା ଯାକ ଫୋନ ଦେଖେଇଲି ହେଲା ଏବେ ମୁଁ ତାକୁ କହିଲି ମୁଁ କହିଲି ତମର ଝଗଡା କଣ ପାଇଁ ଷ୍ଟାର୍ଟ ହେଲା ମତେ କୁହ ନା ମୁଁ ସେ ଯାଇଥିଲା ମୁଁ ତା ଫୋନ ଦେଖୁଥିଲି ଇଏ କରୁଥିଲି ମୁଁ କହିଲି ଫୋନ କାଇଁ ଦେଖୁଥିଲ ନା ଆମ ସ୍ୱାମୀ ସ୍ତ୍ରୀ ଭିତର ଜିନିଷ ସିଏ ମୋ ଫୋନ ଚେକ୍ କରୁଛି ମୁଁ ତାର କାଇଁ ଚେକ୍ କରିବିନି ମୁଁ ଥୋଡି ନା ଆସି ଚେକ୍ କଲି ମୁଁ ଆସିଲି ଗାଧେଇବାକୁ ଗଲି ଗାଧେଇକି ଆସିଲା ବେଳକୁ ତ ମୋ ଫୋନ ଚେକ୍ କରୁଥିଲୁ ମୁଁ କହିଲି ସିଏ ଚେକ୍ କଲେ ତମର ମୋ ପାଇଁ ଝଗଡା ହେଲା କି ନା ନାଇଁ ତମେ ସେଇ କଥା ତାକୁ କହିଲ ନା ମୁଁ କହିଲି ସେଟା କେତେବେଳେ ସେ ତମକୁ କହିଲେ କୋଉ ୱେ ରେ କହିଲେ ମୁଁ ତାଙ୍କୁ କେମିତିକା କହିଛି ଏସବୁ ଜିନିଷ ବୁଝିଛ ତମେ ମତେ କଣ ଡାଇରେକ୍ଟ ଫୋନ କରିଦଉଛ ତମର ଏତେ ସାହସ କେମିତି ହେଲା ଏଥରକ ବର୍ଷାକୁ ଡାକିବି ଏବେ ମୁଁ ଯାଉଛି ବର୍ଷା ଆସିବ ତାରି ଆଗରେ ସବୁ କଥା କହିବି ହେଲା ଏମିତି ପୁରା ତାକୁ କହିଛି ମୁଁ କହିଲି ତାରି ଆଗରେ ସବୁ କଥା କହିବି ବର୍ଷା ଯଦି ଜାଣନ୍ତୁ ଆକ୍ଚୁଆଲି ତମେ କଣ ଏମିତି ପୁରା କହିଛି ତାକୁ କହିଲି ଏବେ ଡାକିବା ବର୍ଷାକୁ କହିଲା ହଁ ଆଜି କରିଦବା ସବୁ କରିଦବା ଫାଇନାଲ କରିଦବା ସିଏ ସବୁ ଆମର କଣ ଛଡିବ ଏବେ ମାଗେ ସିଏ ଡରିକି ମତେ ଘରକୁ ପଳେଇଲା ଏମିତି କହିଛି ମତେ ହେଲା ସିଏ ଡାଇରେକ୍ଟ ଡରିକି ଘରକୁ ଗଲାଣି ସିଏ ମୋର କଣ ଛଡିବ ବର୍ଷା ମୋର ଗେଣ୍ଡୁରା ଛଡିବ ଏମିତି ମତେ କହୁଛି ମତେ ଯେତେବେଳେ ଆସିଲା ଦେଖା କରିବାକୁ ଗୁଲୁଆ ହେଲା ସେତେବେଳକୁ ମୁଁ ସୌରଭକୁ କହିଲି ମୁଁ କହିଲି କଣ ଦେଖା କରିବାକୁ ଆସୁଛି ମତେ ଆମ ଘର କଥା ପଚାରିକି କୋଉଠି ରହୁଛ କଣ କରୁଛ ବୋଲି କହିକି ନା ଦେଖୁନୁ କାଳେ ମତେ ଫାଷ୍ଟ ସୌରଭ ଇନସିଷ୍ଟ କଲା କି ମତେ ତାଙ୍କର ବାହାଘର ହେଇଛି ଯୋଉ ଗିଫ୍ଟ ଫିଫ୍ଟ ନିଅନ୍ତିନି କି ସେଥିପାଇଁ ଆଉ ଭାଇ ତତେ କଣ୍ଟାକ୍ଟ କରୁଛନ୍ତି କି ଦେଖେ ଯଦି ଭଲ ହେଇଥିବ ଭଲ ନହେଲେ ନାଇଁ କଣ କରିବା ଆଉ ସେମିତି ଆସିଲା ମତେ ସତରେ ଲାଗୁଥିଲା କି ମତେ କଣ ତମ ପାଇଁ କିଣା କିଣି କରିବ ହେଲା ମତେ କହିଲା ବର୍ଷା ପାଇଁ କିଛି ଅଛି କଥା କହିବା ପାଇଁ ଆଉ ମୁଁ ଯାଉଛି ହେଲା ମୁଁ କହିଲି ହଉ ଆସ ବର୍ଷା କଥା କହିଲା ଯେମିତି ମୁଁ ହଁ ମାରିଦେଲି ଆସିଲା ପରେ ଏଇ କାଣ୍ଡ ଚଲେଇଲା ହେଲା ନେଇକି ଯାଇଥିଲା କୁଆଡେ କହିଲ ଗାଡିରେ ପାଣ୍ଡରା ଆଡକୁ କୁଆଡେ ହାଇଟେକ ଭିତରେ ସେ ଯୋଉ ନାହିଁ ସିଧା ରାସ୍ତା ଯେମିତି ବାଳକାଟିର ରାସ୍ତା ଗୁଡାକ ହାଇଟେକ ର ସେମିତିକା ରାସ୍ତା ଅଛି ମାନେ ସେ ଭିତରେ ପୁରା ପଶିଗଲେ ସେ ଭିତର କେନାଲ ବନ୍ଧ
ହଁ ସେଇଟା ସେଠି ସେଇଭଳିଆ ହିଁ ରାସ୍ତା ଅଛି। ସେ ଏରିଆ ମୁଁ ଏକ୍ଜାକ୍ଟଲି କହିପାରିବିନି, କିନ୍ତୁ ହାଇଟେକ୍ ହସ୍ପିଟାଲ ର ପୁରା ସିଧା ସିଧା ରୋଡ ଗଲା। ସେତିକି ଯାଇ ମୁଁ ରାସ୍ତା ଜାଣିଲି, ତାପରେ ଆଉ ପାଇଲିନି। ସେତିକି ପର୍ଯ୍ୟନ୍ତ ନେଇଗଲା। ମତେ ଏମିତି କହୁଛି ତମକୁ ମୁଁ କିସ୍ କରିପାରିବି, ତମ ବିଷୟରେ ଗାଇଲା। କ୍ୟୁଟ ନାହିଁ, ଇଏ ନାହିଁ, ସିଏ ନାହିଁ। ମୁଁ ତାଙ୍କୁ ବୁଝାଇକି ନାହିଁ ବୁଝଉଥିଲି କି ପିଲା ଛୁଆ ହେଇଗଲେ ତମକୁ ଏମିତି ଲାଗିବନି, ଇଏ ହବନି, ସିଏ ହବନି। ମୁଁ ସେତେବେଳେ ଯୋଉ ମୁଣ୍ଡରେ ବୁଝେଇ ପାରୁଥିଲି ଏମିତି ବୁଝାବୁଝି କରେଇଲି। ତାପରେ ବି କହିଲା ଶିଳ୍ପା ମୁଁ କିସ୍ କରିପାରିବି। ମୁଁ କହିଲି ନାଇଁ। ନା କାହିଁ କରିପାରିବିନି। ମୁଁ କହିଲି କାହିଁକି ନା କରିପାରିବିନି, କାହିଁକି ନା ମୋ ଇଚ୍ଛା ନାହିଁ। ଆଉ ମୋ ଇଚ୍ଛା ନାହିଁ ଯଦି ତମେ କରିପାରିବନି, ଏଠୁ ଓହ୍ଲେଇବି ଗୁଲୁଆଇ। ତାପରେ ମୁଁ ଏଠି ଲୋକଙ୍କୁ ଡାକିବି। ସେ ସେଇ ଦିନଠୁ ଏଗୁଡା କହୁଛି ହେଲା। ମୁଁ ସବୁ ମାର୍କ କରୁଛି ଯେ ମତେ କଣ ଲେନଦେନ କହୁନ। ମତେ ସିଏ ଗୋଟେ ମଣିଷ, ମୋ ନଜରରେ ସେ ଗୋଟେ ମଣିଷ ହିଁ ନୁହଁ। ତାପରେ ମତେ ଏମିତି କହିଲା, ମୁଁ କହିଲି ଲୋକ ଆସିକି ଯୋଉ ବାଡେଇବେ ତମକୁ, ତାପରେ ମଜା ଲାଗିବ, ମିଷ୍ଟର ଗୁଲୁଆର ଇଜ୍ଜତ ଯିବ, ମଜା ଲାଗିବ ତମକୁ। କହିଲା ହଁ ଠିକ କଥା, ହଉ ଠିକ ଅଛି। ଆଉ ଏ କଥା ତମେ ବର୍ଷାକୁ କହିବନି। ସେଇଠୁ ମହର୍ଷି କଲେଜ ରୋଡ ପର୍ଯ୍ୟନ୍ତ ପୁରା କଣ୍ଟିନ୍ୟୁ କହିକି ଆସିଛି ବର୍ଷାକୁ କହିବନି, ବର୍ଷାକୁ କହିବନି, ବର୍ଷା ଜାଣିଲେ ଏମିତି କରିବ, ସେମିତି କରିବ। ତାପରେ ମହର୍ଷି କଲେଜ ଆଗରେ ଯୋଉ ନାହିଁ ଏବେ ମହାନ୍ତି ସ୍କୋୟାର ହେଇନି, ଯୋଉ ସ୍ପେସ୍ ଅଫ୍ ଚାଇନା, ସେଠୁ ଆଣିକି ମହର୍ଷି କଲେଜ ଯୋଉ ଆମର ମହାନ୍ତି ସ୍କୋୟାର ଅଛି, ଯୋଉ ମହର୍ଷି କଲେଜ ଛକ ପେଟ୍ରୋଲ ପମ୍ପ, ସେଠି ଯୋଉ ପେଟ୍ରୋଲ ପମ୍ପ ଅଛି, ସେ ପେଟ୍ରୋଲ ପମ୍ପ ସାଇଡ ରେ ଏମିତି ଗାଡି ଲଗେଇ ଦେଇକି, ମାନେ ବାଁ ପଟକୁ ଗାଡି ଯୋଉ ପାର୍କିଂ ଏରିଆ ନାହିଁ କି, ଯୋଉ ଖିମଚି ଫିମଚି ଅଛି, ଗାଡି ଲଗେଇଲା। ଗାଡି ଲଗେଇକି କହୁଛି ସେଠି ପୁଣି ରିକ୍ୱେଷ୍ଟ କଲା, ଦେଖ ଶିଳ୍ପାଟା ତମକୁ ଲାଷ୍ଟ ଟାଇମ